ରୁହ ରୁହ ଏଇ ଉପାୟଟି ଥରେ ଜାଣନ୍ତୁ। ଏଇ ଉପାୟଟି ଆପଣମାନଙ୍କୁ କେହି କହିବେ ନାହିଁ। ଏଇ ଉପାୟରେ ଥରେ ଅଣ୍ଡା ତରକାରୀ କରି ଖାଆନ୍ତୁ। ଆପଣଙ୍କୁ ଦେଖିବେ ବହୁତ ଟେଷ୍ଟି ଲାଗୁଥିବ, ବହୁତ ଭଲ ଲାଗୁଥିବ। ତାପରେ ମୁଁ ଏଠି କଢ଼ାରେ ମୁଁ ପାଣି ଦେଲି, ତାପରେ ଗିନା ମଝିରେ ଦେଲି, ସେଠି ମଟର ଦେଲି, ଅଦା ଦେଲି, ଲଙ୍କା ଦେଲି, ପିଆଜ ଦେଲି, ରସୁଣ ଦେଲି। ଏଠି 4ଟା ଅଣ୍ଡାକୁ ମୁଁ ଫୁଟେଇଥିଲି, ଫେଟିକିନା ମଝିରେ ଦେଇଦେଲି। ତାପରେ 10 ମିନିଟ୍ ପାଇଁ ଏଠି ଢାଙ୍କିଦେବା। ତାପରେ ଏଠି ଟମାଟୋ ଦେବି, ତାପରେ ଆଉ 10 ମିନିଟ୍ ପାଇଁ ଢାଙ୍କିଦେବା। ଦେଖ କେତେ ସୁନ୍ଦର ମୋର ରେଡ଼ି ହେଇଗଲାନି। ଏଠି ଥଣ୍ଡା ହେବା ପାଇଁ ଛାଡ଼ିଦେବା। ତାପରେ ଏଠି ମଟରକୁ ଉଠେଇଦେବା, ସାଇଡ଼୍ ରଖିଦେବା। ତାପରେ ଏଠି ମୁଁ ଗ୍ରାଇଣ୍ଡରରେ ମିକ୍ସି ଜାର୍ରେ ଏଟାକୁ ସବୁ ମସଲା ଗୁଡ଼ାକୁ ମୁଁ ଦେଇଦେବି। ଟିକେ ପାଣି ଦେଇକିନା ଗ୍ରାଇଣ୍ଡର କରିବା। ତାପରେ ଏଠି ମୁଁ ଅଣ୍ଡାକୁ ପିସ୍ ପିସ୍ କରିକିନା କାଟି ଦେଉଛି। ଦେଖ କେତେ ସୁନ୍ଦର ମୁଁ ପନିର ଭଳିଆ କାଟିଦେଲିନି। ଏଠି କଢ଼ାରେ ଅଳ୍ପ ତେଲ ଗରମ କରିବା ଏବଂ ମୋଟି ସାଇଜ୍ର ମସଲା ଗୁଣ୍ଡକୁ ଏଠି ଦେଇଦେବା। ତାପରେ ହଳଦୀ ଟିକେ, ଜିରା ଟିକେ, ଧନିଆ ଗୁଣ୍ଡ ଟିକେ, ଚିକେନ୍ ମସଲା ଟିକେ, କିଚେନ୍ ମସଲା ଟିକେ ଦେଇକିନା ଏଠି ଭଲ ଭାବରେ କରିଦେବା। ତାପରେ ସ୍ୱାଦ ଅନୁସାରେ ଲୁଣ ଦେବା। ତାପରେ ମଟର ଦେବା। ତାପରେ ଏଠି ଦେବା ଅଣ୍ଡାକୁ। ତରକାରୀଟା ମୋର ରେଡ଼ି ହେଇଗଲାନି, କେତେ ସୁନ୍ଦର ଦେଖାଯାଉଛି। ଆଉ ବଞ୍ଚିଥିବା ପାଣି ଗୁଡ଼ାକୁ ଏଠି ଦେଇଦେବା। ମୁଁ ଚାଉଳ ସହିତ ମାନେ ଭାତ ସହିତ ଏଠି ଖାଇବା। ଦେଖ କେତେ ସୁନ୍ଦର ମୋ ସ୍ୱାଦିଷ୍ଟ ଦେଖାଯାଉଛି, କେତେ ଲାଜବାବ ଦେଖାଯାଉଛି। ଉପର ସେ ବି ସୁପର ହେଇଛି ଆଉ ବହୁତ ଟେଷ୍ଟି ହେଇଛି। ଆପଣମାନେ ବି ଥରେ ଏମିତି ତିଆରି କରିକିନା ଖାଆନ୍ତୁ। ବାଏ ବାଏ।